ଯେ କେଦାରଗୌରୀ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ବିକୁ କହିବେ ଦିଦି ଆଜି ଯାହା ବିନା ସହିତ ହେଲା ଆମେ ତା ଫାଇଦାଟା ଉଠେଇବା ନା, ନ ଉଠେଇଲେ କେମିତି ହେବ ଯେ? ଯେମିତି ଗୌରୀର ଧ୍ୟାନ ତା ଝିଅ ଉପରୁ ପୁରା ହଟେଇ ହେଇଯିବ। ଆଉ ନା ମନେ ରହିବ ଖାଲି ଘରର ଝଗଡ଼ା ଉପରେ, ଏଇ ଏଇ ନିପାତ ଉପରେ। ଗୌରୀ ତା ଝିଅ କଥା ଟୋଟାଲି ମନେ ହିଁ ପଡ଼ିବନି। ନା କ'ଣ କହୁଛୁ ଦିଦି? ଆଉ ତାପରେ ସେଠି ମାଧବୀ କହିବେ ବିକୁ ତୁ ଏକଦମ ଠିକ୍ କଥା କହୁଛୁ, ଏମାନେ ତ ପିୟୁଷକୁ ଖୋଜୁଛନ୍ତି। ଆଉ ବୀଣା ଯଦି ଏମିତି ଘରେ ଏମିତି ଝଗଡ଼ା ଆରମ୍ଭ କରିଦିଏ ତାହେଲେ ଗୌରୀ ମୁଣ୍ଡ ପୁରାପୁରି ପାଗଳ ହେଇଯିବ। ଆଉ ବୀଣା ପାଖକୁ ଆସିବ କହିବେ ବୀଣା କ'ଣ ଏତେ ଭାବୁଛୁ? ବିକୁ କହିବେ ଆଜି ତରକାରୀ କ'ଣ ହବ, ଡାଲି ବନା ହେଉଛି କି ନାହିଁ, ଏଇଆ ବସିକି ଭାବୁଥିବ ଆଉ ନା କ'ଣ ବୀଣା? ଆଉ ତାପରେ ବୀଣା ନାଇଁ କହିବେ। ଆଉ ତାପରେ ମାଧବୀ କହିବେ ତାହେଲେ କ'ଣ ଭାବୁଛୁ? ଶିବିକା ଆଉ କେମିତି ଫୁଲଦାନୀ ପଡ଼ିଲା ସେଇ କଥା? ବିକୁ କହିବେ ଦିଦି ମୁଁ ଏ କଥା କ'ଣ କହୁଥିଲି, ଏଇଟା ସେ କାହିଁ ଭାବିବନି କହୁନ, ଏଇଟା କ'ଣ ଛୋଟିଆ କଥା କି? ମାଧବୀ କହିବେ ଆହା ଯାହା କହ ବିକୁ, ଏ ଗୌରୀଟା ନା ଆମ ବୀଣାକୁ ଭାରି ହଇରାଣ କରିଦେଉଛି। ହଁ ଆରେ ଆଜି ସେ ବାପ ଘରୁ ଆସିଲା, ଆସୁ ଆସୁ ଦେଖେ ଗୌରୀ ତା ଜାଲରେ ଖେଳିଦେଲା। ଇଏ ଯେତେବେଳେ ବାପ ଘରକୁ ଯାଇଥିଲା, ଏ ବାପ ଘରୁ ଆସିନଥିଲା ସେତେବେଳେ ଗୌରୀ ଖାଲି ଶିବିକାକୁ ଧରିକି ଘର ଚାରିପଟେ ବୁଲୁଥିଲା। ଯେତେବେଳେ ବୀଣା ଆସି ସାରିଲାଣି ସେ ଜାଣିଛି ଏ କଥା, ତଥାପି ଶିବିକାକୁ ଦେବା ପାଇଁ ତାକୁ ରାଜି ହେଉନି ସେ। କହିଲୁ ବିକୁ ଲଜ୍ଜା କଥା ନୁହେଁ ଦିଦି, ସେ ବା ବୀଣା ଉପରେ ପୁରା ଜଳୁଛି। ଆଉ ଏପଟେ ଗୌରୀ କହିବେ ଶିବିକା ମୋ ଝିଅକୁ ନୁହେଁ, ମୁଁ ଗୁରୁଦେବକୁ ପଚାରିବାଟା ନାଇଁ, ମୁଁ ଗୁରୁଦେବକୁ ଯଦି ସିଧା ଏଭଳି ପ୍ରଶ୍ନ ପଚାରିବି ସିଧା, ସେ ମୋତେ ସିଧା ସିଧା କିଛି ବି ଉତ୍ତର ଦେବେନି। ଆଉ ତାପରେ ଗୁରୁଦେବ କହିବେ ତମ ମନରେ ଅନେକ ପ୍ରଶ୍ନ ପଚାର ଗୌରୀ। ଗୌରୀ କହିବେ ଗୁରୁଦେବ ତା ମାନେ କ'ଣ ବିମଳା ଜେଜେମା ପୁନର୍ଜନ୍ମ ନେଇ ଶିବିକା ହେଇକି ଜନ୍ମ ନେଇଛନ୍ତି? ଆମକୁ ନିଜେ ଖୋଜିବାକୁ ପଡ଼ିବ, ଇଶାରାରେ ପଥ ଦେଖିବା ମୋ କାମ, କେଉଁ ପଥରେ ଯିବ ଏଇଟା ତମକୁ ସ୍ଥିର କରିବାକୁ ପଡ଼ିବ। ତାପରେ ଗୌରୀ କହିବେ ଗୁରୁଦେବ ଆପଣ ଗୋଟେ ପଟେ ଇଶାରାରେ କହୁଛନ୍ତି ଶିବିକା ହେଉଛି ମୋ ଝିଅ, ଆଉ ଅନ୍ୟ ପଟେ କହୁଛନ୍ତି ସ୍ୱୀକାର ହିଁ କରୁନାହାନ୍ତି ଯେ ସେ ବିମଳା ଜେଜେଙ୍କ ପୁନର୍ଜନ୍ମ ବୋଲି। ତାହାର ଯେଉଁ ସତ୍ୟକୁ ମୁଁ ଅନୁଭବ କରିପାରୁଛି ସେଇଟା ସତ୍ୟ ବୋଲି ମୁଁ କେମିତି ମାନି ନେବି? ନାଗମଣି ମୋର ପୁରା ବିଶ୍ୱାସ ଅଛି, ସେ ମୋତେ କେବେ ବି ଭୁଲ ବାଟ ଦେଖେଇବନି। ଶିବିକା ଯଦି ମୋ ଝିଅ ମୁଁ ଧରି ନିଏ ତାହେଲେ ବିମଳା ଜେଜେମାଙ୍କ କଥା ମୋତେ ଦଣ୍ଡରେ ପକାଉଛି। ଶିବିକା ମୋ ଝିଅ ପୁଣି ବିମଳା ଜେଜେମାଙ୍କ ପୁନର୍ଜନ୍ମ ନୁହଁ, ତା ମିଶୁନି, ଖାପ ଖାଉନି, ଅସମ୍ଭବ ପରି ଲାଗୁଛି। ଯଦି ସେଇଆ ହେଇଥାଏ, ଯେଉଁ ଝିଅଟା ମୋର ମରିକି ଜନ୍ମ ହେଇଥିଲା ସେଇ ଝିଅ, ସିଏ କ'ଣ ବିମଳା ଜେଜେଙ୍କର ପୁନର୍ଜନ୍ମ ଥିଲା? ଯଦି ସେଇଆ ହେଇଥାନ୍ତା ସାନୁ ମାଙ୍କ ଉପରେ ଯେଉଁ ହାମଲା ହେଉଛି ସେସବୁ ହେଇନଥାନ୍ତା। ହଁ ବିମଳା ଜେଜେମାଙ୍କର ପୁନର୍ଜନ୍ମ ଏବେ ବି ବଞ୍ଚିଛି। କହିବେ ଗୌରୀ ତମେ ପ୍ରଶ୍ନର ଉତ୍ତରର ଅତି ନିକଟରେ ଛିଡ଼ା ହେଇଛ, ଶୀଘ୍ର ତୁମେ ଉତ୍ତର ପାଇଯିବ। ଆଉ ତାପରେ ସେଠି ଗୌରୀ କହିବେ ବିମଳା ଜେଜେମାଙ୍କର ପୁନର୍ଜନ୍ମ ଆସିବା ଝିଅକୁ ପାଇବା ପାଇଁ ମୋତେ ପଥ ଦେଖାନ୍ତୁ। ଗୌରୀ ସେଥିପାଇଁ ମୁଁ ଏବେ କହୁଛି ସେ ପ୍ରସାଦ ଏବେ ପାଇଦିଅ, ପାଅ। ଲାଗୁଛି କହିପାରିବ ଏଥିରେ ଚିନି ପଡ଼ିଛି ନା ଗୁଡ଼? ଆଉ ତାପରେ ଗୌରୀ କହିବେ ଚିନି ପଡ଼ିଛି। ଆଉ ତାପରେ ଗୁରୁଦେବ କହିବେ ଆଚ୍ଛା ମୋତେ ତ ଲାଗୁଛି ଗୁଡ଼ରେ ବନା ହେଇଛି। ଆପଣ କହୁଛନ୍ତି ମାନେ ସେଇଆ ହେଇଥିବ। ମୁଁ କହୁଛି ସେଥିପାଇଁ ମାନି ନିଅ ନା, ତମକୁ କ'ଣ ଲାଗୁଛି ସେଇଟା କୁହ। ତମକୁ ତମ କଥା ପ୍ରମାଣ କରିବାକୁ ଅଛି, ତମକୁ ତମ ପ୍ରମାଣ ନେଇକି ଆସିବାକୁ ହେବ। ମିଠା ତିଆରି କରିବା କାରଗାରକୁ ତମକୁ ଖୋଜିବାକୁ ପଡ଼ିବ। ଆଉ ସତ୍ୟ ବି ଏମିତି ପ୍ରାପ୍ତ ହୁଏ, ଦେଖିକି ଶୁଣିକି ନୁହେଁ। ପାଇବା ପାଇଁ ତମକୁ ଏଇଆ କରିବାକୁ ପଡ଼ିବ। ତେଣୁ ତମେ ଶାନ୍ତ ଭାବରେ ଚିନ୍ତା କର ଆଉ ସତ୍ୟକୁ ପ୍ରାପ୍ତ ହୁଅ। କହିବେ ପ୍ରକୃତରେ ସତ୍ୟ କ'ଣ ମୁଁ ଜାଣିପାରୁନି, ମୁଁ କେଉଁ ଭଳିଆ ଚକ୍ରବ୍ୟୁହରେ ଫସିଯାଇଛି। ମୁଁ ଚକ୍ରବ୍ୟୁହରୁ ବାହାରିବା ପାଇଁ ମୋତେ ପ୍ରମାଣ ସଂଗ୍ରହ କରିବାକୁ ପଡ଼ିବ। ଯେମିତି ମୋତେ ଗୁରୁଦେବ କହୁଥିଲେ ସେମିତି ସମସ୍ତଙ୍କୁ ଏକଥା କହିବା ପାଇଁ ଶିବିକା ହେଉଛି ମୋ ଝିଅ ଆଉ ଚନ୍ଦନ ମିଛ କହୁଛି, ମୋତେ ପ୍ରମାଣ ଦରକାର, ଯେଉଁଟା ମୁଁ ଏବେ ଖୋଜିବି। ବଟ୍ ତମକୁ ଏମିତି ଲାଗୁନି? ତାପରେ ବୀଣା କହିବେ ହଁ ବେଳେବେଳେ ଲାଗେ, ଆଉ ତାପରେ ଲାଗିବା ଦରକାର, କାହିଁକି ନା ଏଇଟା ହେଉଛି ସତ। ବିକୁ କହିବେ କାହିଁକି ନା ତମ ପାଖରେ ଯାହା ଅଛି ଗୌରୀ ପାଖରେ ସେଇଟା ନାହିଁ, ସେଥିପାଇଁ ଗୌରୀ ତମଠୁ ସବୁ ଛଡ଼େଇ ନେବାକୁ ଚାହୁଁଛି। ବୀଣା କହିବେ ମାନେ କ'ଣ କହିବାକୁ ଚାହୁଁଛନ୍ତି ଆପଣ? ତାପରେ ମାଧବୀ କହିବେ ମାନେ କ'ଣ, ମାନେଟା ହେଉଛି ଏଇଆ, ତୋ ପାଖରେ ଏତେ ବଡ଼ ଗୋଟେ ଘର ଅଛି, ତୋ ପାଖରେ ଯୋଗ୍ୟ ସ୍ୱାମୀଟିଏ ବି ଅଛି, ତୁ ପୁଣି ଗୋଟେ ପିଲାର ମାଆ। ପାଖରେ ସିନା ସେସବୁ ଅଛି କିନ୍ତୁ ଛୁଆ ପାଖରେ ତ ନାହିଁ ନା, ସେଥିପାଇଁ ତୋ ଉପରେ ସେ ଜଳୁଛି। ଭଲ ମାଆ ନୁହେଁ ବୋଲି ସେ ପ୍ରମାଣ କରିବାକୁ ଚାହୁଁଛି, ଜାଣିଛୁ? କାରଣ ସେ ଜାଣିଛି ଯଦି ସେ ତୋଠାରୁ ତୋ ଝିଅକୁ ଛଡ଼େଇକି ନେଇଯାଏ ନା, ତାହେଲେ ଏକା ସାଙ୍ଗରେ ସେ ତୋ ପାଖରୁ ଦିଟା ଜିନିଷ ଛଡ଼େଇକି ନେଇଯିବ। କ'ଣ କ'ଣ ବିନା କହିବେ? ବିକୁ କହିବେ ଦେଖ, ଗୋଟେ ହେଉଛି ତମର ମାଆ ହେବାର ସମ୍ମାନ, ଆଉ ଗୋଟେ ହେଉଛି ତମର ଧନ ସମ୍ପତ୍ତି। ଶିବିକା ଗୌରୀ ପାଖକୁ ଯିବ, ତମ ଭାଗର ସମ୍ପତ୍ତି ସେ ସବୁ ପାଇବ ନା, ଆଉ ତମେ ପୁଣି ସେଇ ଗରିବ ଗାଉଁଲି ଝିଅ ହେଇକି ରହିଯିବ। ଏ କଥା ଗୁଡ଼ାକ ଆଉ ତାପରେ କ'ଣ ହେବ ଜାଣିଛୁ? ତୁ ଏ ଘରେ ଦାସୀ ପୋଇଲି ହେଇକି ମୁଣ୍ଡ ଗୁଞ୍ଜିକି ରହିବୁ, ମୋ ପୁଅ ଚନ୍ଦନ ଭଳିଆ। ମୋ ଗୁଣବତ ପୁଅ ଚନ୍ଦନ, ତାକୁ ଦେଖୁନୁ ଦିନ ରାତି କେମିତି ଗୌରୀ କଥାରେ ଉଠ ବସ ହେଉଛି, ତୁ ବି ଶେଷରେ ସେଇଆ ହେବୁ ଆଉ କ'ଣ? ଏ ଦୁଇ ଜଣ ତ କିଛି ଭୁଲ କହୁନାହାନ୍ତି। ମୋ ହକ୍ ଯାହା ମୋତେ ପାଇବା ପାଇଁ ମୋତେ ଲଢ଼ିବାକୁ ପଡ଼ିବ।
ବି ଠାରିକି କହିଦେବେ ଗୌରୀ ଆସିଲେ ବୋଲି, କହିବେ ବୀଣା ରୁହ ଗୌରୀ ଦିଦି ରାଗିକି, ତାପରେ ସେଠିକି କେଦାର ଚାଲି ଆସିବେ। ବୀଣା କହିବେ ତମ ସାଙ୍ଗରେ ତମର ସାଙ୍ଗରେ କିଛି ଜରୁରୀ କଥା ଅଛି ଦିଦି। ତାପରେ ଗୌରୀ କହିବେ କହ କଣ ହେଲା। ଦେଖ ଦିଦି ତମେ ଏପର୍ଯ୍ୟନ୍ତ ବି ତମ ଝିଅକୁ ଖୋଜିକି ପାଇଲନି, ପାଇବାର ସମ୍ଭାବନା ହିଁ ନାହିଁ। ତମେ ତେଣୁ ଗୋଟେ କାମ କର, ମୁଁ ଆଉ ଏତେ ଦିନ ଅପେକ୍ଷା କରିପାରିବିନି। ତମ ନାଁରେ ଥିବା ସମ୍ପତ୍ତିକି ତମେ ସ୍ୱପ୍ନ ଆଉ ମୋ ନାଁରେ ବାଣ୍ଟି ଦିଅ। କଥା ତତେ କିଏ କହିଲା ଯେ ମୋ ଝିଅ ମିଳିବନି, ସମ୍ଭାବନା ନାହିଁ ସେ ମିଳିବାର? କିଏ କହିବା କ'ଣ ଦରକାର, ମୁଁ ଜାଣିଛି ଏଇଟା ସତ। ବୀଣା କହିବି। ଆଉ ତାପରେ ହସ୍ପିଟାଲର ଷ୍ଟାଫ୍ ମାନେ ପାଇଲେନି, पुलिस माने पाइलेनी, तमे नीचे तुम आखि सामने सब जिन जल जल होकर देखा जाए, तमें भी निजे पाइलानी। जो मैंने भगवान को पूजा करती, जो मन को भगवान सब कथा कही दिखते से खोजिकी पाइलेनी। मत कह आ किए बाकी रहा जे तुमको तुम झील खोजिकी आणिक दब। तेणु यहाँ तुमको मोर विनती बोली भावार, आउे से झील पछरे गोड़ेबा छाड़, आ संपत्ति सब भाग बांटी दियो। आउे समय गढ़ी किसी लाभ नहीं। जो शर्त अनुसार जो छुआर छुआ जो मार छुआ हेनी कि नथिबो ता हिसाब से संपत्ति तार कौन भी भाग नहीं। तेणु तुम भूली जाओ संपत्ति कथा। तुम भाभी नि तुम बिना पिला थी नारी, तुम कौन भी अधिकार नहीं ये संपत्ति। तापर पिउसी माँ जी गोटे सप्त चापड़ा बिना पकईबे। तार संपत्ति भाग करने कथा नहीं कि झगड़ा करवा आरंभ कर कौन कहलु तार उत्तराधिकारी कहीं नहांती, बिना पिला छुआ ना नारी सी केमती है एक कथा कहवाई। जो संपत्तिर भाग मागुच से संपत्ति किए ठिए करथिला? तू केदार परिश्रम कर कष्ट कर दिन राति खटी से संपत्ति ठिया करथिले। न पचारिक न कहे ते ते संपत्ति तो हाथ को देदेला। एथिपाई ताको कृतज्ञता जणाइबा दरकार, ताको धन्यवाद दवा कथा। तू ये भलिया कथा ताको कहूचु, केते साहस तोर? तू केम जानि पारलु गौरी मां हे पारिबनी बोली? केमिति चाहते ता झियो ताको न मिले? केदार गौरी उत्तराधिकारी पाइबा पाई कि चांस अच्छी। एमितिर कौन बयस तो सरीगलानी, पिला हेनी से सतरे तो मुझे तो एक जमा भी भावी नी गौरी दीदी एबे भी माँ हो पारे। आउ जदि गौरी दीदी पुणी थे माँ हमें संपत्ति तो मत जमा भी मिलनी। कहते ना पीसी माँ पुणी थे पिलापिली जन्म कर उद्देश्य मोर कि केदार ना आश्वासन देकी कहूँ मु मो झील को खोजिकी निश्चय ए घर को लेकिन आसबि। गौरी एत निश्चिंत होगी केमी कहूँ, अरे बा ये तो बहुत बढ़िया कथा। ता माने तो झील कौटी अच्छी तू जानी सारचु। भल कथा तू आमको भी कहीदे तो झील कौटी अच्छी आउ कि से मो छुआ ए घर आखपाखे अच्छी बोली गौरी कहे। खूब शीघ्र आउ बहुत जल्दी ठीक समय मुझे कहबी ये हूँ मो झील से भी समस्त सामने ये मो उत्तराधिकारी कहते। गौरी एबे भी शिविका को आम झील बोली भावुंट से कहते मुझे केमी बुझेबी शिविका आम झील नुह बीणा झील। कहते गौरी ता झील पाखे पहुँचापी मत रोकवा पड़ो, ता झील उपर ता ध्यान उठेगा पड़ो जमी ता भितर मो जीवन को खोजिकी मारी दे पारि ना। तो कथार उत्तर तो मिल जाइए पीसी माँ कहे आ शुणु ते जदि मुझे संपत्ति भाग करने कथा थे शुणे ना आउे बीणा कहे पीसी माँ मुझे तुमको समस्त सम्मान दिए कि तार अर्थ या नुहे कि सबकि मुझे सही बड़ बड़ कथा कहते गौरी दीदी बहुत टेंगुरा पिटुंट। तेणु मोर एवं कौन भी कथा टिके भी विश्वास नहीं कि भरोसा भी नहीं। से केवल बड़ बड़ कथा कही पारती। अरे मत तो लगुच मो मुह बंद करने से केवल ये सब कथबार्ता करुँच। समस्ते खूब शीघ्र देखिए आंक कथार के दम अच्छी आउ ये के सत कथा कहते। गौरी अस्तव्यस्त होते कहे मत मो प्रश्नर उत्तर खोजा पड़ो। गुरुदेव कही गंभीर भाव में चिंता करने प्रमाण खोजिकी पाइबा पड़ो मो ठीक कथा बाहर कि सान माँ मो झील सामना सामनी हे से कौन हम।